ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନଙ୍କର ରାଶି ବିଛା କି? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଶୁଭ ଖବର ଅଛି। 2026 ମସିହାର ମହାଶିବରାତ୍ରି କେବଳ ଏକ ପର୍ବ ନୁହେଁ, ଏହା ଆପଣଙ୍କ ଜୀବନର ଗତି ବଦଳାଇବାର ଏକ ସୁବର୍ଣ୍ଣ ସୁଯୋଗ। ବନ୍ଧୁଗଣ, ଶାସ୍ତ୍ର କହେ ବିଛା ରାଶି ହେଉଛି ମୃତ୍ୟୁ ଏବଂ ପୁନର୍ଜନ୍ମର ରାଶି। ଯେମିତି ପାଉଁଶରୁ ଫିନିକ୍ସ ପକ୍ଷୀ ଜନ୍ମ ନିଏ, ଠିକ୍ ସେମିତି ଏହି ଶିବରାତ୍ରିରେ ଆପଣଙ୍କର ପୁରୁଣା ଦୁଃଖ କଷ୍ଟ ଏବଂ ଅଭାବ ଜଳିପୋଡ଼ି ପାଉଁଶ ହୋଇଯିବ ଏବଂ ଜନ୍ମ ନେବ ଏକ ନୂତନ ସଫଳତା। କିନ୍ତୁ କାହିଁକି? କାରଣ 2026 ଫେବୃଆରୀ 15 ତାରିଖ ରବିବାର ଦିନ ପଡ଼ୁଛି। ରବିବାର ମାନେ ସୂର୍ଯ୍ୟଙ୍କ ଦିନ, ଆଉ ଆପଣଙ୍କ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ। ଯେତେବେଳେ ସୂର୍ଯ୍ୟ ଏବଂ ଶିବଙ୍କର ଏହି ମହାମିଳନ ହୁଏ, ସେତେବେଳେ ବିଛା ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରାଜଯୋଗ ସୃଷ୍ଟି ହୁଏ। ତେବେ ଏହି ଦିନ କେଉଁ ସମୟରେ ପୂଜା କଲେ ମିଳିବ କୋଟି ପୁଣ୍ୟ? କେଉଁ ଗୋଟିଏ ଜିନିଷ ମହାଦେବଙ୍କୁ ଅର୍ପଣ କଲେ ଘରକୁ ଛୁଟି ଆସିବେ ମା ଲକ୍ଷ୍ମୀ? ଏବଂ କ'ଣ ସେହି ଗୁପ୍ତ ଉପାୟ ଯାହା ଆପଣଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିବ? ଏବଂ ସବୁଠାରୁ ବଡ଼ କଥା, ମହାଦୀପ ଉଠିବା ପରେ ଆପଣଙ୍କ ଭାଗ୍ୟରେ କ'ଣ ଘଟିବାକୁ ଯାଉଛି? ଯଦି ଆପଣମାନେ ଜାଣିବାକୁ ଚାହାନ୍ତି, ତେବେ ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଜି ମୁଁ ଆପଣଙ୍କୁ କୌଣସି ଜଟିଳ ଗ୍ରହ ନକ୍ଷତ୍ରର କଥା କହିବି ନାହିଁ, କେବଳ ସେହି ସତ୍ୟ କହିବି ଯାହା ଆପଣଙ୍କ ଜୀବନ ବଦଳାଇ ଦେବ। ବନ୍ଧୁଗଣ, ଆସନ୍ତୁ ବୁଝିବା 2026ର ଗଣିତ। ଏ ବର୍ଷ ଜାଗର ପଡ଼ୁଛି ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଅର୍ଥାତ୍ ଫେବୃଆରୀ 15 ତାରିଖରେ। ଆପଣ ଜାଣନ୍ତି, ବିଛା ରାଶିର ଲୋକମାନେ ବହୁତ ଭାବପ୍ରବଣ ହୋଇଥାନ୍ତି। ଆପଣମାନେ ବାହାରୁ ଯେତେ କଠୋର ଦେଖାଗଲେ ମଧ୍ୟ ଭିତରେ ବହୁତ ନରମ। ଆପଣଙ୍କ ମନରେ ଅନେକ ଗୁପ୍ତ କଥା, ଅନେକ ଅଭିମାନ ଏବଂ କ୍ରୋଧ ଲୁଚି ରହିଥାଏ। ଏହି ଶିବରାତ୍ରି ହେଉଛି ସେହି ଦିନ ଯେଉଁଦିନ ଆପଣ ନିଜ ମନରୁ ସବୁ ବୋଝକୁ ଶିବଙ୍କ ପାଦତଳେ ଅର୍ପଣ କରିପାରିବେ। ଅନ୍ୟ ରାଶିର ଲୋକମାନେ ସାଧାରଣ ପୂଜା କରନ୍ତି, କିନ୍ତୁ ବିଛା ରାଶିର ଲୋକମାନେ ତପସ୍ୟା କରନ୍ତି। ଆପଣଙ୍କ ଭିତରେ ଯେଉଁ ନିଆଁ ଅଛି, ସେହି ନିଆଁକୁ ଶକ୍ତିରେ ପରିଣତ କରିବାର ଦିନ ହେଉଛି ଜାଗର। ଏଥର ଜାଗର ରବିବାରରେ ପଡ଼ୁଥିବାରୁ ଏହା ଆପଣଙ୍କୁ କେବଳ ମାନସିକ ଶାନ୍ତି ଦେବନି, ବରଂ ସମାଜରେ ମାନ ସମ୍ମାନ ଏବଂ କ୍ଷମତା ମଧ୍ୟ ପ୍ରଦାନ କରିବ। ବର୍ତ୍ତମାନ ଆସନ୍ତୁ ଜାଣିବା ବିଛା ରାଶିର ବ୍ୟକ୍ତିମାନେ କିପରି ପୂଜା କରିବେ, କ'ଣ କିଣିବେ ଏବଂ କେମିତି ଅର୍ପଣ କରିବେ। ପ୍ରଥମରେ ରହିଛି ପୂଜା ସାମଗ୍ରୀ। ଆପଣମାନେ ଅନ୍ୟ ସାଧାରଣ ସାମଗ୍ରୀ ସହ ଏହି 5ଟି ଜିନିଷ ନିଶ୍ଚୟ ଆଣିବେ। ପ୍ରଥମରେ ନାଲି ମନ୍ଦାର ଫୁଲ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଦ୍ୱିତୀୟରେ ରକ୍ତ ଚନ୍ଦନ, ଧଳା ଚନ୍ଦନ ବଦଳରେ ନାଲି ଚନ୍ଦନ ବ୍ୟବହାର କରନ୍ତୁ। ତୃତୀୟରେ ମହୁ, ଏହା ଆପଣଙ୍କ କଥାରେ ମଧୁରତା ଆଣିବ। ଚତୁର୍ଥରେ ଆଖୁ ରସ, ଏହା ଧନ ପ୍ରାପ୍ତି ପାଇଁ। ପଞ୍ଚମରେ ବେଲପତ୍ର, 3ଟି ପତ୍ର ଥିବା ନିଖୁଣ ବେଲପତ୍ର। ସଂକଳ୍ପ ଏବଂ ଉପବାସ, 14 ତାରିଖରୁ ଘର ଦ୍ୱାର ସଫା କରି ଲୁଣ ପାଣିରେ ଘର ପୋଛି ଦିଅନ୍ତୁ। 15 ତାରିଖ ସକାଳୁ ସଂକଳ୍ପ କରନ୍ତୁ। ଯଦି ଶରୀର ସୁସ୍ଥ ଅଛି, ତେବେ ନିର୍ଜଳ ଉପବାସ ରୁହନ୍ତୁ। ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଫଳମୂଳ ଖାଇପାରିବେ। ଶିବରାତ୍ରି ରାତିକୁ 4 ଭାଗରେ ବିଭକ୍ତ କରାଯାଇଛି। ବିଛା ରାଶି ପାଇଁ ପ୍ରତ୍ୟେକ ପ୍ରହରର ବିଶେଷ ମହତ୍ତ୍ୱ ରହିଛି। ପ୍ରଥମ ପ୍ରହର ରହିଛି ସନ୍ଧ୍ୟା 6:11ରୁ ରାତି 9:23। ଏହି ସମୟରେ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ। ଏହା ଆପଣଙ୍କ ମନକୁ ଶାନ୍ତ କରିବ। ମନ୍ତ୍ର ରହିଛି ଓମ୍ ହ୍ରିଂ ନମଃ ଶିବାୟ। ଦ୍ୱିତୀୟ ପ୍ରହର ରହିଛି ରାତି 9:23ରୁ ରାତି 12:35। ଏହି ସମୟରେ ଦହି ଅର୍ପଣ କରନ୍ତୁ। ଏହା ଆପଣଙ୍କ ପରିବାର ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିବ। ମନ୍ତ୍ର ରହିଛି ଓମ୍ ନମଃ ଶିବାୟ। ତୃତୀୟ ପ୍ରହର ରହିଛି ରାତି 12:35ରୁ ଭୋର 3:47। ଏହି ସମୟଟି ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଘିଅ ଅର୍ପଣ କରନ୍ତୁ। ବିଛା ରାଶିର ଶତ୍ରୁ, ବାଧା ଏବଂ ଗୁପ୍ତ ଶତ୍ରୁକୁ ନାଶ କରିବା ପାଇଁ ଏହା ଅମୋଘ ଅସ୍ତ୍ର। ଏହି ସମୟରେ ନିଜର ମନସ୍କାମନା ଜଣାନ୍ତୁ। ଚତୁର୍ଥ ପ୍ରହର ରହିଛି ଭୋର 3:47ରୁ ସକାଳ 6:59। ଶେଷରେ ସକାଳ ହେବା ପୂର୍ବରୁ ମହୁ ଅର୍ପଣ କରନ୍ତୁ। ଏହା ଆପଣଙ୍କୁ ମୋକ୍ଷ ଏବଂ ଶାନ୍ତି ପ୍ରଦାନ କରିବ। ବନ୍ଧୁଗଣ, ଆମେ ଜାଗର କାହିଁକି ରହୁ? ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି, ଯାହା ଆପଣଙ୍କୁ ଶୁଣିବା ଦରକାର। ଥରେ ଜଣେ ଶିକାରୀ ଥିଲା, ନାମ ତାର ଲବ୍ଧକ। ଦିନେ ସେ ଜଙ୍ଗଲରେ ବାଟବଣା ହୋଇଗଲା। ହିଂସ୍ର ଜନ୍ତୁଙ୍କ ଭୟରେ ସେ ଏକ ବେଲଗଛ ଉପରେ ଚଢ଼ିଗଲା। ତଳେ ଥିଲା ଏକ ପୁରାତନ ଶିବଲିଙ୍ଗ, ଯାହା ଲତା ପତ୍ରରେ ଢାଙ୍କି ରହିଥିଲା। ରାତି ସାରା ସେ ଭୟରେ ଶୋଇପାରିଲା ନାହିଁ। ନିଜ ପରିବାର କଥା ଭାବି ସେ କାନ୍ଦୁଥିଲା ଏବଂ ନିଜକୁ ଜାଗ୍ରତ ରଖିବା ପାଇଁ ଗୋଟିଏ ଗୋଟିଏ ବେଲପତ୍ର ଛିଣ୍ଡାଇ ତଳକୁ ପକାଉଥିଲା।
ଅଜାଣତରେ ତାର ଲୁହ ଜଳ ଏବଂ ବେଲପତ୍ର ଶିବଲିଙ୍ଗ ଉପରେ ପଡୁଥିଲା। ସେ ଉପବାସରେ ମଧ୍ୟ ଥିଲା, ଉଜାଗର ଥିଲା ଏବଂ ଶିବଙ୍କୁ ପତ୍ର ଅର୍ପଣ କରୁଥିଲା। ସକାଳ ହେଲା, ଶିବ ସନ୍ତୁଷ୍ଟ ହେଲେ। ଯଦି ଜଣେ ଶିକାରୀ ଅଜାଣତରେ ଏତେ ବଡ଼ ଫଳ ପାଇପାରିଲା, ତେବେ ଆପଣ ତ ଭକ୍ତିର ସହ ନିୟମର ସହ ପୂଜା କରୁଛନ୍ତି। ଭାବନ୍ତୁ ପ୍ରଭୁ ଲିଙ୍ଗରାଜ ଆପଣଙ୍କ ଉପରେ କେତେ ପ୍ରସନ୍ନ ହେବେ। ଏବେ ଆସିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ମହାଦୀପ ଉଠିବା ପରେ ଫେବୃଆରୀ 16 ତାରିଖରୁ ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆସିବ? ପ୍ରଥମରେ କର୍ମକ୍ଷେତ୍ର। ବିଛା ରାଶିର ବ୍ୟକ୍ତିମାନେ ଆପଣଙ୍କ ପାଇଁ ଏହି ବର୍ଷ ମଧ୍ୟଭାଗ ଅର୍ଥାତ୍ ଜୁନ୍ ମାସ ପରେ ଅତ୍ୟନ୍ତ ଶୁଭ ରହିବ। ଯେଉଁମାନେ ଚାକିରି ପରିବର୍ତ୍ତନ ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସଫଳତା ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ନେତୃତ୍ୱ ନେବାର ସୁଯୋଗ ମଧ୍ୟ ମିଳିବ। ଯେଉଁ ଫାଇଲ ଅଟକି ରହିଥିଲା ତାହା ଏବେ ଆଗକୁ ବଢ଼ିବ। ଦ୍ୱିତୀୟରେ ଧନ ଓ ସମ୍ପତ୍ତି। 2026 ମସିହାରେ ଆପଣଙ୍କ ପାଇଁ ଗୁପ୍ତ ଧନର ଯୋଗ ରହିଛି। ହଠାତ୍ କୌଣସି ପୁରୁଣା ଇନ୍ସୁରାନ୍ସ, ପୈତୃକ ସମ୍ପତ୍ତି କିମ୍ବା ବକେୟା ଟଙ୍କା ମିଳିପାରେ। ସାବଧାନ ରୁହନ୍ତୁ, କାହାକୁ ଧାର କରଜ ଦିଅନ୍ତୁ ନାହିଁ। ବିଶେଷ କରି ବନ୍ଧୁବାନ୍ଧବକୁ ଟଙ୍କା ଦେଲେ ତାହା ଫେରିବାର ସମ୍ଭାବନା କମ୍। ତୃତୀୟରେ ସ୍ୱାସ୍ଥ୍ୟ। ବିଛା ରାଶିର ଲୋକମାନଙ୍କୁ ଟିକେ ପିତ୍ତଜନିତ ସମସ୍ୟା ଦେଖାଦେଇପାରେ। ପେଟ ରୋଗ ଏବଂ ଏସିଡିଟିରୁ ସାବଧାନ ରୁହନ୍ତୁ। ମାନସିକ ଚିନ୍ତା କରନ୍ତୁ ନାହିଁ, ଶିବଙ୍କ ଉପରେ ଭରସା ରଖନ୍ତୁ। ଯଦି ଆପଣମାନେ ନିର୍ଦ୍ଦିଷ୍ଟ ଫଳ ଚାହୁଁଛନ୍ତି, ତେବେ ଏହି ଜାଗର ଦିନ ଏହି 3ଟି ଗୁପ୍ତ ଉପାୟ ନିଶ୍ଚୟ କରନ୍ତୁ। ପ୍ରଥମରେ ଅଖଣ୍ଡ ଲକ୍ଷ୍ମୀ ପ୍ରାପ୍ତି ପାଇଁ ଅଭିଷେକ ସମୟରେ ମହାଦେବଙ୍କୁ ଆଖୁ ରସ ଅର୍ପଣ କରନ୍ତୁ। ଆଖୁ ରସ ଢାଳିବା ସମୟରେ ମନେ ମନେ କୁହନ୍ତୁ ଯେ ମୋର ସବୁ ଋଣ ପରିଶୋଧ ହେଉଯାଉ ଏବଂ ମୋ ଘରେ ଲକ୍ଷ୍ମୀ ସ୍ଥିର ହୋଇ ରୁହନ୍ତୁ। ବିଛା ରାଶି ପାଇଁ ଏହା ଏକ ଚମତ୍କାରୀ ଉପାୟ। ଦ୍ୱିତୀୟରେ ରୋଗ ମୁକ୍ତି ପାଇଁ ଯଦି ଘରେ କେହି ବାରମ୍ବାର ଅସୁସ୍ଥ ହେଉଛନ୍ତି, ତେବେ ଶିବରାତ୍ରି ଦିନ ଜଳ ଅର୍ପଣ କରିବା ସମୟରେ କୁହନ୍ତୁ ଶ୍ରୀ ବୈଦ୍ୟନାଥାୟ ନମଃ ଶିବାୟ ଏବଂ ସମ୍ଭବ ହେଲେ 3ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ। ନଜର ଦୋଷରୁ ରକ୍ଷା ପାଇବା ପାଇଁ ବିଛା ରାଶିର ଲୋକଙ୍କୁ ବହୁତ ଶୀଘ୍ର ନଜର ଲାଗେ। ଶିବରାତ୍ରି ଦିନ ମନ୍ଦିରରୁ କିଛି ଭସ୍ମ ଆଣି ଘରେ ରଖନ୍ତୁ। ପ୍ରତିଦିନ ଘରୁ ବାହାରିବା ପୂର୍ବରୁ କଣ୍ଠରେ କିମ୍ବା କପାଳରେ ଟିକିଏ ଭସ୍ମ ଲଗାଇ ବାହାରନ୍ତୁ। କୌଣସି ଶତ୍ରୁ ଆପଣଙ୍କର କ୍ଷତି କରିପାରିବେ ନାହିଁ। ଏବେ ଆସନ୍ତୁ ଜାଣିବା କ'ଣ କରିବେ ନାହିଁ। ଭୁଲରେ ବି ଶିବଙ୍କୁ କେତକୀ ଫୁଲ ଚଢ଼ାନ୍ତୁ ନାହିଁ। ଶିବଲିଙ୍ଗ ଉପରେ ହଳଦୀ ଲଗାନ୍ତୁ ନାହିଁ। ହଳଦୀ କେବଳ ମାତା ପାର୍ବତୀଙ୍କ ପୀଠରେ ଲାଗିବ। ଉପବାସ ଭାଙ୍ଗିବା ପରେ ଗରିଷ୍ଠ ଭୋଜନ ଖାଆନ୍ତୁ ନାହିଁ। ରାତିରେ ଅନ୍ୟର ନିନ୍ଦା ଚର୍ଚ୍ଚା କରନ୍ତୁ ନାହିଁ। ପାରିଲେ ମୌନବ୍ରତ ପାଳନ କରନ୍ତୁ। ବନ୍ଧୁଗଣ, ଆସନ୍ତୁ ଅପେକ୍ଷା କରିବା ସେହି ମହାଶୁଭ ମୁହୂର୍ତ୍ତକୁ, ଯେତେବେଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚୂଡ଼ାରେ ମହାଦୀପ ଜଳି ଉଠିବ। ସେତେବେଳେ ଆପଣ 2 ହାତ ଟେକି ଡାକିବେ ଓମ୍ ନମଃ ଶିବାୟ। ମନେ ରଖନ୍ତୁ ବିଛା ରାଶିର ବନ୍ଧୁଗଣ, ଏହି 2026 ମହାଶିବରାତ୍ରି ଆପଣମାନଙ୍କ ପାଇଁ ଆଶୀର୍ବାଦର ବର୍ଷା ନେଇ ଆସୁଛି। କେବଳ ନିଷ୍ଠାର ସହ ପାଳନ କରନ୍ତୁ। ପ୍ରଭୁ ଲିଙ୍ଗରାଜ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ। ଆପଣ ସୁସ୍ଥ ରୁହନ୍ତୁ, ଧନବାନ ହୁଅନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଓମ୍ ନମଃ ଶିବାୟ ଲେଖି କମେଣ୍ଟ କରନ୍ତୁ ଏବଂ ନିଜର ବିଛା ରାଶିର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ, ଜୟ ମହାଦେବ।